ହାତ ଧରିକି ଯାଉଛି। ହେ ବୃକ୍ଷଲତା ମାନେ ସମସ୍ତେ ମୋ ସ୍ୱାମୀ କି ଦେଖିଲେ କହିବ ଲଙ୍କା କଟକରୁ ଆସିକି ସର୍ବାନନ୍ଦନ ରାବଣ ମତେ ନେଇ ଯାଉଛି। ମା ମାନେ ସେଇ ବନ ଥିଲା ଆଜି ଧ୍ୱଂସ ପାଇଗଲା। ମୋ ମା ମାନେ ଯାଉଛନ୍ତି ରାତି ପାଇଲେ ଭୋର ସମୟରେ ଏଠୁ ଅନନ୍ତରେ ରଜନୀ ଶେଷରେ ମୁଆରେ କମ୍ବୁ ଶବଦ ଶୁଭିଲା ରାଜିଲେ ମଥୁରା। Gila, Kukura gila, Ito dice Parimara, Valore valore, Ito dice Parimara. Pura Bottimani, lo tavolini, sube la bucatara. Maestro Abila, Kukura gila. ଦିଗ ଦିଶେ ପରିମଳ କୁଳବତୀ ମାନେ ଲଜ୍ଜା ଭରିଲେ ଶୁଭିଲା ମୁଖ ଚହଳ। ସେଠିକି ବେଳେ ଯମୁନା ତଟକୁ କୁଳବତୀ ବା ନାରୀ ମାନେ ଯାଉଥିଲେ। ଏବେ ଯୋଉ ଜଙ୍ଗଲ କଟିଗଲା ପରେ ହସ୍ତି ଆଜ୍ଞା ଆଉ ତାର ଖାଦ୍ୟ ମଧ୍ୟ ଆଜ୍ଞା ଖାଇବାକୁ ପାଉନି। କାହିଁକି ପାଉନି? ଜଙ୍ଗଲ ଦେହରେ ତାର ଖାଦ୍ୟ ନାହିଁ। କେତେ ଶାଳ ଗଛ, ପିଆ ଶାଳ ଗଛ, ବର ଗଛ, ବିଭିନ୍ନ ପ୍ରକାର ବୃକ୍ଷ ଗୁଡାକ ଛାଲି ଗୁଡାକ ସେ ଖାଉଥିଲେ। ବାଉଁଶ ଗଛ ଥିଲା ତାକୁ ବି ଖାଉଥିଲେ। ସେ ଜିନିଷ ଯାହା ତ ହାଣିକି ହାଣିଲେ ନିଆଁ ଲଗେଇଦେଲେ। ତେଣୁକରି ସବୁ ପୋଡିଗଲା। ଆମେ କଣ ତିଆରି କରିବା? ଜଙ୍ଗଲ ଟାକୁ ସେଇ ହାତୀ ତିଆରି କରିଥିଲା। କେତେ ମୂଳ ଖାଇ ସେଇ ପରା ହାତୀ ବନ କରିଲା ନିର୍ମାଣ ତାକୁ ଆଜି ଆମେ ଲିଖନ କରନ୍ତି ମଠପୁର ଯେତେ ହାତୀ ବୁଲିବାକୁ ଅଭାବ ଅଛି। ମୋ ମା ମାଉସୀ ମାନେ ଯେତେବେଳେ ସକାଳୁ ସକାଳୁ ମଧ୍ୟ ଯାଉଛନ୍ତି ସେତେବେଳେ କୁଳବତୀ ନାରୀ ମାନେ ସ୍ନାନ କରି ଯାଉଥିଲେ କିଛି ନଥିଲା। ଆଜ୍ଞା ଆମର ହଉଛି ଜଙ୍ଗଲ ଏରିଆ। ସକାଳୁ ସକାଳୁ ମା ମାନେ କିଏ ଗାଧୋଇ ଯାଉଛି ତ କିଏ ଝାଡା ଯାଉଛି। ଆଜ୍ଞା ହାତୀ ଚଲା ପଥ ବୋଲି ଆପଣ ନିଜେ ମାନେ ବୋର୍ଡ ମାରି ଦେଇଛନ୍ତି। ତେଣୁକରି ଆମେ ନିଜକୁ ନିଜେ ଜାଗ୍ରତ ହେବା। କଣ କିଏ କିଏ ପତ୍ର ତୋଳି ଯାଉଛି, କିଏ ମହୁରା ପାଇଁ ଯାଉଛି। ଯଦି ଜଙ୍ଗଲରେ ଦେଖୁଛନ୍ତି ଶୁଖିଲା କୂଅ କୋଉଠି ପଡିଛି ଆସି କହିବା କଥା କି ନାହିଁ? କହିବା କଥା କି ନାହିଁ? ଯଦି କୋଉଠି କରେଣ୍ଟ ତାର ବଢିଛି ଆଜ୍ଞା ଆପଣ ମାନେ ଆସିକି ବନ ବିଭାଗ କର୍ମଚାରୀ କି ଜଣାନ୍ତୁ। କୋଉଠି କିଏ ବମ ଖଞ୍ଜୁଛି ଆପଣ କୁହନ୍ତୁ। ଏ କଥା ନ କହି ଭୋରୁ ଆପଣ ମଧ୍ୟ ମଳତ୍ୟାଗ କରିବା ପାଇଁ ବାହାରକୁ ଯାଉଛନ୍ତି। ଗାଁ ଗାଁ ତ ଆମର ସବୁଠାରେ ରହିଗଲାଣି ଆଜ୍ଞା ଲାଟ୍ରିନ୍ ଘର। ସେ ଲାଟ୍ରିନ୍ ଘରରେ ବୁଢା ମଉସା ମାନେ ମାଉସୀ ମାନେ ମଳତ୍ୟାଗ କଲେ ଠିକ ନା ସକାଳ କୁହୁଡି ଘୋଟିଥିବା ସମୟରେ ବାହାରକୁ ଗଲା ବେଳେ ହସ୍ତି ଆମକୁ ଦେଖୁନି, ଆମେ ହସ୍ତିକି ଦେଖୁନେ। ସେ ଚାଲି ଆସୁଛି ଆମକୁ ପୁଙ୍ଗି ଦଉଛି, ଆମେ କହୁଛେ ଆମକୁ ହସ୍ତି ମାରିଦେଲା। ଆମକୁ ମାରିନି, ଆଉ ଆମେ ହସ୍ତିକି ମାରିଦେଲେ। ଯଦି ଆମକୁ ମାରିଦିଏ ତାହେଲେ ଗୋଟେ ଲୋକ ଯଦି ହାତୀ ମାରିବାରେ ମଲା ତାକୁ 6 ଲକ୍ଷ ଟଙ୍କା ମିଳିବ। ଆଚ୍ଛା ଗୋଟେ ଲୋକକୁ ଯଦି ଆଘାତ କଲା 60% ଉର୍ଦ୍ଧ ହେଲେ ତାକୁ 2.5 ଲକ୍ଷ ଟଙ୍କା ମିଳିବ। 60% କମ ହେଲେ ତାକୁ 1.5 ଲକ୍ଷ ଟଙ୍କା ମିଳିବ। ଗୋଟେ ଚାଷୀର ଯଦି ମାଣି ଚାଷ ନଷ୍ଟ କରିଛି ହାତୀ ତାକୁ 20,000 ଟଙ୍କା ମିଳିବ। ସରକାରଙ୍କ ନିୟମ। ଏବଂ ମେଡିକାଲରେ ପଡିଲା ପରେ ଯଦି ହସ୍ତି କୋଉଠି କାହାକୁ କୁଦି ଦେଇଛି ମାଗଣା ଚିକିତ୍ସା ଆପଣ ମାନେ ହେଇଯାଉଛନ୍ତି। ସେ ମୋର ବିଧାନ ମଣ୍ଡଳୀ ଆପଣ ମାନଙ୍କୁ ଆମେ ଏତିକି ନିବେଦନ କରୁଛୁ। ସିଏ ଆମର ଶତ୍ରୁ ନୁହେଁ। କାହିଁକି ଆଜ୍ଞା ଶତ୍ରୁ ନୁହେଁ? ଆପଣ ମାନେ ଦେଖନ୍ତୁ ଜଗତର ଠାକୁର ଜଗନ୍ନାଥ ଅଛନ୍ତି।
କୋଉଠି ଆଜ୍ଞା ବସିଛନ୍ତି? ନୀଳାଚଳ ଧାମରେ ପୁରୀ କ୍ଷେତ୍ରରେ। ତାହେଲେ ନୀଳାଚଳ ଧାମରେ ମୋ ପ୍ରଭୁ ବସିଛନ୍ତି। କୋଉଠି ଧନ ଛାଡି ଆସେ କଥା ଆଗକୁ ସମୟ ନାହିଁ ଆମକୁ। ଯଦି ନୀଳାଚଳରେ ଜଗତର ଠାକୁର ନୀଳାଚଳ ବିହାରୀ ଗୋଟେ ଡାକ୍ତର ମେଡିକାଲ ମଧ୍ୟ ଖୋଲି ଦେଇଛନ୍ତି। ଆଜ୍ଞା ଦେବସ୍ନାନ ପୂର୍ଣ୍ଣମୀ ଦିନ ମୋ ପ୍ରଭୁ ଜଗନ୍ନାଥ ମଧ୍ୟ ଆଜ୍ଞା ଗଜବେଶ ହୁଅନ୍ତି ଏବଂ ଯୋଉ ଗଜପତି ରାଜା ଆମର ଅଛନ୍ତି ଦିବ୍ୟ ସିଂହ ଦେବ ସିଏ ଆଜ୍ଞା ହସ୍ତି ଉପରେ ମଧ୍ୟ ଭ୍ରମଣ କରନ୍ତି। ଦେବରାଜ ଇନ୍ଦ୍ରଙ୍କର ବାହନ କେଲେ ଆଜ୍ଞା ଅଲାବତ ହସ୍ତି ତେଣୁ ଆଜ୍ଞା ଦେଖନ୍ତୁ ଗଣେଶଙ୍କର ମୁଣ୍ଡ ହେଇଛି ଗଜାନନ। ହଁ ଆଉ ମା ମାନେ ଗୋଟେ ଚିନ୍ତା କଲ ମାଣବସା ଗୁରୁବାର ଦିନ ମାଣ ବସଉଛ ମାର୍ଗଶିର ମାସ ଗୁରୁବାର ଦିନ କାହାକୁ ପୂଜା କରୁଛେ ନା ସେଇ ଲକ୍ଷ୍ମୀ ମା ଏବଂ ହାତୀ ବୋଲେ ନମସ୍ତେ କମଳା ମାଗୋ ସାଗର ଦୁଲହରୀ ଝିଲିମିଲି ଆକାଶର ମିଲିମିଲି ରଙ୍ଗ ମଞ୍ଚରେ ମଞ୍ଚସ୍ଥ ହୋଇଥିବା ମୋର ବନ୍ଧୁଜନ ଏବଂ ଆର୍ଯ୍ୟାବର୍ତ୍ତର ମୋର ମାତୃସ୍ଥାନୀୟ ଭଗ୍ନୀସ୍ଥାନୀୟ ମା ମାଉସୀ ମାନେ ଏ ମୋର କୁନାକୁନି ମାନେ ଆପଣଙ୍କ ଗ୍ରାମକୁ ଆମେ ସତର୍କ କରିବାକୁ ଆସିଛୁ। ଆପଣ ମାନେ ଜଳ ଯଦି ନ ପାଇବେ ଜଳ ବିହୁନେ ସୃଷ୍ଟିନାଶ ଜଳ ବହୁଳେ ସୃଷ୍ଟିନାଶ। ଆଜ୍ଞା ଜଳ ଜମି ଜମି ଯଦି ଆଜ୍ଞା ଜମିରେ କ୍ଷେତ ନ ହବ ଆମେ ଆଜ୍ଞା ମରିଯିବା। ଜଙ୍ଗଲ ନଥିବ ଆମେ ମଧ୍ୟ ମରିଯିବା। ହେ ମୋର ବିଧାନ ମଣ୍ଡଳୀ ଏତିକି ମୁଁ କହିକି ଯାଉଛି। ଯାହା ଆମେ କହିଲୁ ହସ୍ତି ମାନେ ହେଉଛନ୍ତି ଆମର ସାଥୀ ଆମର ସଖା ଆମର ବନ୍ଧୁ। ବନ ହଉଛି ଆମ ଜୀବନ। ତେଣୁ ଆପଣ ମାନେ ଏତିକି ମନେ ରଖିଥିବେ। ଆମେ ତ ଅନେକ ଗ୍ରାମ ଯିବୁ ବାପା ବୋଲେ ଆଖୁ ବାରି ବାଟେ ପଶି ଆସୁଥିଲି ଆଖୁ ବାରି ଖର ଖର ଗାଁ ଯେତିଲା ବଣ ନଡ଼ିଆ ଗଛ ତମର ହାତ ତିରିକି ପନ୍ଦର କୁହର ଗଲେ 17 ସତର ଗଲେ 18 ଆମେ ଗଲି ଭୁବନେଶ୍ୱର ଦେଖି ତୁ ସାଗର କଟକ ଜିଲ୍ଲାରେ ଘର ଅନୁଗୁଳେ
सर्वे भवन्तु सुखिनः ओम सर्वे भवन्तु निरामया सर्वे भद्राणि पश्यन्तु मा कष्टि दुःख भवेत् ओम शांति ओम शांति ओम शांति